ଆସିକା କାଳଚଣ୍ଡପୁର ନୂଆ ସାହିରେ ଜଣେ ଯୁବକଙ୍କୁ ସ୍ୱପ୍ନାଦେଶ ପରେ ହ୍ରଦରୁ ମିଳିଲା ଲକ୍ଷ୍ମୀନାରାୟଣ ଯୁଗଳ ମୂର୍ତ୍ତି ଓ ପୂଜା ସାମଗ୍ରୀ। ପ୍ରକାଶ ଥାଉ କି ଗତ ମାର୍ଗଶିର ମାସ ଶେଷ ଗୁରୁବାର ଦିନ କାଟୁଲା ପଣ୍ଡାଙ୍କ ପୁତ୍ର ଶୁଭମ ପଣ୍ଡାଙ୍କୁ ଏକ ପେଚା ସ୍ୱପ୍ନାଦେଶ ହେଲା। ବାରମ୍ବାର ସ୍ୱପ୍ନ ହେବା ପରେ ଆସିକା ଋଷିକୁଲିଆ ବଡ଼ ନଦୀର ସଙ୍ଗମସ୍ଥଳ ନିକଟରେ ରହିଥିବା ସ୍ଥାନରେ ପହଞ୍ଚିଥିଲେ। ସେଠାରେ ଖୋଳାଖୋଳି ପରେ ସେଠାରୁ ଲକ୍ଷ୍ମୀନାରାୟଣ ଯୁଗଳ ମୂର୍ତ୍ତି ଏବଂ ଗୁରୁବାର ବ୍ରତ ପେଢ଼ି କିଛି ପିତ୍ତଳ ଜିନିଷ ବାହାରିଥିଲେ। ଏସବୁ ଆଣି ଘରେ ପୂଜା କରି ରଖୁଥିଲେ। କିଛି ଦିନ ପରେ ପୁଣି ସ୍ୱପ୍ନ ହେଲା ଯେ ଉକ୍ତମାନଙ୍କୁ ଜଣାଇ ମୋତେ ମନ୍ଦିର କରି ପୂଜା କରେ। ଏହାପରେ ସାମଗ୍ରୀ ସାରା ଆଲୋଚନା ଖେଳି ଯାଇଥିଲା। ପାଞ୍ଚବାଡ଼ି ଗୁରୁବାର ଦିନ ବୁଧବାର ଦିନ ରାତିରେ ମୁଁ ଶୋଇଥିଲି, ଗୋଟେ ପେଚା ଆସି ଖୁମ୍ପିଲା ପରେ ମୁଁ ଆଉ ଥରେ ଶୋଇପଡ଼ିଲୁ ସିଏ ଆଉ ଥରେ ଖୁମ୍ପିକି ଖାଲି ମୋତେ କହିଲା କି ଆସିକି ମୋତେ ନିଅ, ମୁଁ ଅଛି ନଦୀରେ। ଏମିତି କହିଲୁ, ମୁଁ କହିଲି କ'ଣ ବୋଲି, ଆଉ ଥରେ ଘୋଡ଼େଇକି ଶୋଇପଡ଼ିଲୁ। ସେ ଆଉ ଥରେ ଆସିକି ଖୁମ୍ପିଲା ପରେ ସିଏ ମୁଁ ଉଠି ବାବାଙ୍କୁ ଉଠେଇଲାରୁ ସେ ଉଠିକି ଉପରେ ବସିଲା। ତାପରେ ସିଏ ଆଉ ଥରେ ଧରିକି ମୋତେ ଖାଲି ଡାକିଲା, ଆସେ ନବୁ। ମୁଁ ତା ପଛରେ ଧାଇଁ ଗଲି। ସେ ଜାଗାରେ ଗୋଟେ ହୁଙ୍କା ପରି ହେଇଥିଲା, ସେ ଭିତରେ ମହାପୁରୁ କୋଉ ପାଖରେ ହେଇଥିଲେ? ଦୋ ମୁହାଣୀ ଯୋଉଠି ବୁଡ଼ ହଉଛି, ଗୁଆ କଉଡ଼ି ଆଉ ବ୍ରତ, ଲକ୍ଷ୍ମୀନାରାୟଣ ମୂର୍ତ୍ତି, ଗୋଟେ ଗିନା ଘରେ ରଖି ପୂଜା କରୁଛି। ତାପରେ ପୁଣି ମୋତେ ସ୍ୱପ୍ନ ହେଲା ମୋତେ ଗୋଟେ ମନ୍ଦିର କରିକି ରଖେ ବୋଲି, ତ ଲୋକଙ୍କୁ ଜଣେଇଲି। ଅଢ଼େଇ ମାସ ଭିତରେ ମୋର ଯାହା ବି ଥଇଥାନ କରିବାକୁ କହୁଛନ୍ତି। ହଁ, ମୁଁ ଗାଁ ଲୋକଙ୍କୁ ଜଣେଇ ଯାହା କିଛି ହବ ବୋଲି। ଲକ୍ଷ୍ମୀନାରାୟଣ ଆସନ୍ତି। ବ୍ୟୁରୋ ରିପୋର୍ଟ, ସନ୍ଧାନ ଓଡ଼ିଶା ଲାଇଭ୍।